हेलो एवरीवन। तो समस्त को शुभ सकाल जनाऊँगी एवं आम राज्य कार्यक्रम को स्वागत रहिबो। तो जिभଳି भाବେ ଆପଣ ଦେଖିପାରୁଥିବେ ଆପଣଙ୍କର ଆଜି ଡେଟ୍ ହେଉଛି 19 ଡିସେମ୍ବର 2024। ତା କହିବାର ଅର୍ଥ ହେଉଛି କ'ଣ ନା ଏସ୍ଏସ୍ବି ପିଜିଟି ଯେଉଁ ଆପଣଙ୍କର ଏକ୍ଜାମ୍ ଆପଣ ଦେଇଥିଲେ, ତାପରେ କ୍ୱେଶ୍ଚିନ୍ ଆନ୍ସର୍ କି ଆସିଲା, ତାପରେ ଚ୍ୟାଲେଞ୍ଜ ମଧ୍ୟ କରାଗଲା। ବର୍ତ୍ତମାନ ଏବେ ଟାଇମ୍ ହେଉଛି କ'ଣ, ରେଜଲ୍ଟର କ'ଣ ଅଛି କେବେ ଡେଟ୍, ବା ଆମର ଯେଉଁ ଏସ୍ଏସ୍ବି ପିଜିଟିର ସବୁ ସରିଛି କାର୍ଯ୍ୟକ୍ରମ, ତା'ର ଡକୁମେଣ୍ଟ ଭେରିଫିକେସନ୍ କ'ଣ ହେବ, ସେଥିରେ ପିଲା ମଧ୍ୟ ଆବେଦନ କରିଥିଲେ ଏଡ଼ିଟ୍ ଅପସନ୍ ପାଇଁ, ସେଥିରେ କ'ଣ ରେସ୍ପନ୍ସ ଆସିଲା, ଏସବୁ ମାନେ ଯେଉଁ ଆମର ଅଛି ମାନେ କଥା ଗୁଡ଼ାକ କେଉଁଠି ନା କେଉଁଠି ଗୋଟେ କ୍ୱେଶ୍ଚିନ୍ ଉଠିଥାଏ। ଆଉ ତାକୁ ଆମେ ପ୍ରଥମେ ଆଜି ଜାଣିବାକୁ ଚେଷ୍ଟା କରିବା। ଯେମିତି ମୁଁ ସବୁବେଳେ ଚେଷ୍ଟା କରିଥାଏ ଆରମ୍ଭ କରିବା ପାଇଁ ଯେ ପିଲାମାନଙ୍କର କ'ଣ ବର୍ତ୍ତମାନ ଏବେ ଚାଲିଛି ଡିସ୍କସନ୍। ତ ଏଠି ପିଲାମାନଙ୍କର ଚାଲିଛି ଡିସ୍କସନ୍, ସେ କହୁଛନ୍ତି ରିଜଲ୍ଟ କେବେ ଆସିବ, କହୁଛନ୍ତି ରିଜଲ୍ଟ କେବେ ଆସିବ। ଏଇ ଜଣେ କହୁଛନ୍ତି ଏଠି ରିଜଲ୍ଟ କ'ଣ ଆସିବ, ପିଲାମାନଙ୍କର ବହୁତ ପ୍ରୋବ୍ଲେମ୍ ସେସବୁ ସଲ୍ୟୁସନ୍ ହେଲା। ତ ଏଇଟା ଗୋଟେ ସତ କଥା ଯେ ଆପଣଙ୍କର ପିଲାମାନଙ୍କର ବହୁତ କ'ଣ ଅଛି, ପ୍ରୋବ୍ଲେମ୍ ଅଛି, ସେଇଟା ସଲ୍ୟୁସନ୍। ଆକ୍ଚୁଆଲି ଯଦି ଆପଣ ଦେଖିବେ ରିଜଲ୍ଟ କାହିଁକି ଡିଲେ ହେଉଛି, କାରଣ ବର୍ତ୍ତମାନ ଏବେ ପିଲାମାନେ ତାକୁ ନେଇକରି ଗୋଟେ ବହୁତ ଝାମଲା ବା ଆମେ କହିପାରିବା ଗୋଟେ ଦ୍ୱନ୍ଦ୍ୱରେ ଅଛନ୍ତି ଏବଂ ସେମାନେ ଏସ୍ଏସ୍ବିକୁ ରିକ୍ୱେଷ୍ଟ ମଧ୍ୟ କରିଛନ୍ତି। ତ ବର୍ତ୍ତମାନ ଏସ୍ଏସ୍ବି ଡିସାଇଡ଼୍ କରିପାରୁନି ଯେ ସେ ଏଡ଼ିଟ୍ ଅପସନ୍ ଦେବ। ଆପଣମାନେ ଜଣେଇବେ ଏଡ଼ିଟ୍ ଅପସନ୍ ଦେବାଟା କେତେ ଦୂର ମାନେ ଠିକ୍। ତାପରେ ସେଇ ମାନେ ବର୍ତ୍ତମାନ ଏବେ ଗୋଟେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ରିଜଲ୍ଟ ଦେଇଦେବେ କିମ୍ବା ସେ ଏଡ଼ିଟ୍ ଅପସନ୍ ଦେବେ ନା କ'ଣ ଅଲ୍ଟରନେଟିଭ୍ କରିବେ, କାରଣ ତାଙ୍କ ପାଖକୁ ବହୁତ ବର୍ତ୍ତମାନ ଏବେ ମେସେଜ୍ ଯାଉଛି, ବହୁତ ବର୍ତ୍ତମାନ ଏବେ ଆପ୍ଲିକେସନ୍ ଯାଉଛି। ପିଲାମାନେ ଇମେଲ୍ ମାଧ୍ୟମରେ ପଠାଉଛନ୍ତି, ପିଲାମାନେ ଡାଇରେକ୍ଟ ଯାଇକରି ମିଶୁଛନ୍ତି, ପିଲାମାନେ ଫୋନ୍ କରି ପଚାରୁଛନ୍ତି, ପିଲାମାନେ ଇଭେନ୍ ତାଙ୍କ ମାନେ ବିଭିନ୍ନ ୱେରେ ତାଙ୍କ ସହିତ ଯୋଗାଯୋଗ କରୁଛନ୍ତି ଯେ ଆମକୁ ଏଡ଼ିଟ୍ ଅପସନ୍ ଦିଆଯାଉ, ଆମର ଯେଉଁ ଭୁଲ ଅଛି ତାକୁ ସଂଶୋଧନ କରାଯାଉ, ଜଣେ ମେରିଟ୍ ପିଲା ଯେମିତି ସେଇ ସୁବିଧା ପାଇପାରିବ ଏବଂ ଆମ ସହିତ ଯେମିତି ଗୋଟେ ମାନେ ଜଷ୍ଟିସ୍ ହେଉ। ତ ସେ ଜିନିଷରେ ତାଙ୍କୁ ବହୁତ ପ୍ରକାର ଏଠି ଆମେ ଦେଖିବାକୁ ମିଳିବା ଆବେଦନ କରାଯାଉଛି। ତ ସେମାନେ ଗୋଟେ ଅଛନ୍ତି ଏ ଭିତରେ ଯେ ଡିସାଇଡ଼୍ କରିପାରୁନାହାନ୍ତି ଯେ ସେମାନେ ରିଜଲ୍ଟ କେବେ ଦେବେ। ଆଉ ରିଜଲ୍ଟ ଦେବାର ଟାଇମ୍ ବର୍ତ୍ତମାନ ମଧ୍ୟ ଏବେ କ୍ରସ୍ ହେଲାଣି। କାହିଁକି କ୍ରସ୍ ହେଲାଣି, କାରଣ ସେମାନେ ପାଖରେ ଏବେ କ'ଣ ପିଲାଙ୍କର ଶେଷ ମାନେ ପ୍ରୋବ୍ଲେମ୍କୁ ସଲ୍ୟୁସନ୍ କରିବାକୁ ତାଙ୍କୁ ଦରକାର ଗୋଟେ ମାଧ୍ୟମ, ଆଉ ସେ ମାଧ୍ୟମରେ ସେମାନେ ତନ୍ନ କରି ପରୀକ୍ଷା କରୁଛନ୍ତି ଯେତିକି ଆମ ପାଖରେ ସୂଚନା ଅଛି। ତ ଏଇଟା ମୋ ପାଖରେ ଗୋଟେ ଅଛି ଏସ୍ଏସ୍ବିର, ନା ଆପଣ ଗୋଟେ ପ୍ରୁଫ୍ ଦେଖେଇବେ ଏଠି। ସେ କହିଲେ ଏଠି କ'ଣ ନା 17/11 ମାନେ କେତେ ଆପଣଙ୍କର ଯେଉଁ 17 ନଭେମ୍ବର ଅଛି, ସେଥିରେ ସେ ଦେଇଦେଲେ କ'ଣ ନା ପ୍ରୋଭିଜନାଲ୍ ଆନ୍ସାର୍ କି ଦେଇଦେଲେ ପିଜିଟି ପାଇଁ। କାହା ପାଇଁ ଦେଲେ, ପିଜିଟି ପାଇଁ ସେ ପ୍ରୋଭିଜନାଲ୍ ଆନ୍ସାର୍ କି ଦେଇଦେଲେ 17/11, ରାଇଟ୍। ତ ଏଇ ସମୟରେ ସେ କ'ଣ ହେଲା ନା ଆନ୍ସାର୍ କି ଦେଇଦେଲେ। ବର୍ତ୍ତମାନ ଆପଣଙ୍କର ଆଜି ଡେଟ୍ କେତେ ନା ଆଜି ହେଉଛି ଆପଣଙ୍କର ଡେଟ୍ ହେଉଛି ନା ଡେଟ୍ ହେଲା ଆପଣଙ୍କର ଆଜି 19, ତାମାନେ ମାସେ ହେଇଗଲାଣି। ତ ଯଦି ଆମେ ଦେଖିବା ମାସେ ହେଇଗଲାଣି ତ ରିଜଲ୍ଟ ଅଟୋମେଟିକ୍ ଆସିବା କଥା, ପ୍ରୋସେସ୍ କାମ ସରିବା କଥା। ଏହି ସମୟରେ ସେମାନେ ଆକ୍ଚୁଆଲି ରିକ୍ରୁଟମେଣ୍ଟ ପ୍ରୋସେସ୍ ମଧ୍ୟ ଆରମ୍ଭ କରିଦେବା କଥା, କିନ୍ତୁ ଡିଲେ ହେଉଛି କ'ଣ ପାଇଁ, ଏ ଯେଉଁ ମଝିରେ ଗୋଟେ ମାନେ ଦେଖାଗଲା ଯେ ଗୋଟେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ, ଯେ ଏଡ଼ିଟ୍ ଅପସନ୍ ଦିଆଯିବ କି ନାହିଁ, ଯଦି ନ ଦିଆଯିବ ପିଲାମାନଙ୍କର ମାନେ ଯେଉଁ ସ୍ୱାର୍ଥରେ କିଭଳି ଭାବେ ହାମ୍ପର ହେବ, ଏଇଟା ଆପଣ ଜଣେଇବେ କମେଣ୍ଟରେ। ତ ସେ ଜିନିଷକୁ ନେଇକରି ସେମାନେ ବର୍ତ୍ତମାନ ଡିସାଇଡ଼୍ କରିପାରୁନାହାନ୍ତି। କିନ୍ତୁ ଯଦି ଆପଣ ମୋତେ ପଚାରିବେ, ମୁଁ ଏଠି କହିବି ନା ଯେମିତି ହେଉଛି ହଉ, ପିଲା ଯଦି ରିକ୍ୱେଷ୍ଟ କରୁଛନ୍ତି, ଏଠି ଯଦି ପିଲାଙ୍କର ସ୍ୱାର୍ଥ ଅଛି, ଏଠି ଯଦି ଜଷ୍ଟିସ୍ ଅଛି, ତ ଏଡ଼ିଟ୍ ଅପସନ୍ ଦେଇଦେଲେ କିଛି ଅସୁବିଧା ନାହିଁ, ଯାହାଫଳରେ କାର୍ଯ୍ୟକ୍ରମଟା ଠିକ୍ ହେବ। ଅଦରୱାଇଜ୍ ଆପଣ ରିଜଲ୍ଟ କାଢ଼ିଦେବେ, କେଉଁ ପିଲା ଯିବ ଗୋଟେ କେସ୍ଟେ କରିଦେବ, ନହେଲେ କିଏ ଏଠି ଗୋଟେ ମାନେ କିଛି ମଧ୍ୟ ଗୋଟେ ପ୍ରୋବ୍ଲେମ୍ ହେଇଯାଇପାରେ। ତ ସମସ୍ତଙ୍କ ଦୃଷ୍ଟିକୁ ଆଖି ଆଗରେ ରଖିକରି ମୋ ମତରେ ଯାହା ବି ଗୋଟେ ସଲ୍ୟୁସନ୍ ହେବ, ପିଲାମାନଙ୍କର ଦୃଷ୍ଟିକୁ ଭବିଷ୍ୟତକୁ ଆଖି ଆଗରେ ରଖି କଲେ ଭଲ ହେବ। ତ ଆପଣ ମଧ୍ୟ କମେଣ୍ଟରେ ଜଣେଇବେ ଯେ କ'ଣ ଆପଣଙ୍କୁ ମାନେ ଲାଇକ୍ ଏ ସମୟରେ ଲାଗୁଛି। ତ ଏଇଟା ଗୋଟେ ଥିଲା ଏସ୍ଏସ୍ପିଜିଟି। ଆଉ ଆମେ ଆଶା କରୁଛୁ ବହୁତ ଜଲ୍ଦି ରିଜଲ୍ଟ ଆସିବ। ଆଉ ସେ ରିଜଲ୍ଟ ଆସିଲା ପାଇଁ ଆପଣଙ୍କୁ ଏଇ ଚ୍ୟାନେଲରେ ହିଁ ସବୁ ଇନଫର୍ମେସନ୍ ଦିଆଯିବ। ତ ଯଦି ଏମିତି ଭଳି ଇନଫର୍ମେସନ୍ ପାଇବାକୁ ଚାହୁଁଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଗୋଟେ ଲାଇକ୍ କରିଦିଅନ୍ତୁ, ଆଉ ଆପଣ ଆକୁ ସେୟାର କରିପାରିବେ ନିଜର ସାଙ୍ଗମାନଙ୍କ ସହିତ।
ନିଜର କମେଣ୍ଟକୁ ଆପଣ ଜଣାଇପାରିବେ କମେଣ୍ଟ ସେକ୍ସନରେ। ଥ୍ୟାଙ୍କ ୟୁ ଏଭ୍ରିୱାନ୍, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।